ବାସ୍ତବ ଯଦି ଟ୍ରାନ୍ସଫର୍ମେସନ୍ ହେଇଥାନ୍ତା ବା ରୂପାନ୍ତରଣ ହେଇଥାନ୍ତା ତାହେଲେ ଆଜି ଗୋଟିଏ ଇତିହାସ ହେଇଥାନ୍ତା। କିନ୍ତୁ ଭଙ୍ଗା କାନ୍ଥକୁ ରଙ୍ଗ ଦେବା, ଯେଉଁଠି ଛାତ ଘର ନାହିଁ ଟାଇଲ୍ ଘର ଅଛି ସେ ଟାଇଲ୍ରେ ରଙ୍ଗ ଦେବା, କୃତ୍ରିମ ଉପାୟରେ ବିଭିନ୍ନ କାମ କରିବା, ମାନେ ଘାସ ଗାଲିଚା ଆଣିକରି ଆମେ ତାକୁ ଲନ୍ କରିବା, ଏ ଯେଉଁ କାମ କରାଗଲା ବାସ୍ତବିକ ତାହା ଆଜି ବିକାଶ ହେଇପାରିଲା ନାହିଁ। 5T ନାଁରେ ଯେଭଳି ଭାବରେ ଏଠି ଲୁଟ୍ ହେଇଛି, ଇଏ ତ ଆଗାମୀ ଦିନରେ ଆମ ସରକାର ଛାଡ଼ିବ ନାହିଁ। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବେ, ମୋ କେନ୍ଦୁଝର ଜିଲ୍ଲାରେ ପାଖାପାଖି 450 ଖଣ୍ଡେ ସ୍କୁଲ ରୂପାନ୍ତରଣ ହେଇଛି ଏବଂ ସେଥିରେ ଆପଣ ଗୋଟିଏ ଗୋଟିଏ ସ୍କୁଲକୁ ଆପଣଙ୍କର 2.5 କୋଟି ଟଙ୍କା ଖର୍ଚ୍ଚ କରାହେଇଛି। 2,50 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ରଙ୍ଗ ଦିଆ କାର୍ଯ୍ୟକ୍ରମରେ ଏବଂ ଆପଣଙ୍କର ସେଥିରେ କେଉଁଠି ରିପେୟାରିଂ ହେଇଛି, କେଉଁଠି ଗୋଟିଏ ଛୋଟ ବିଲ୍ଡିଂଟେ ହେଇଛି, ସେତିକିରେ ପଇସା ଶେଷ ହେଇଗଲା। କେମିତି ହେଲା? ଏଣିକି ତା ଉପରେ ଇନକ୍ୱାରି